ବର୍ତ୍ତମାନ ଆମେ ଦେଖିବା କର୍କଟ ରାଶିର ଭାଇ ଭଉଣୀମାନଙ୍କର 2025 ମସିହାରେ କିପରି ଗ୍ରହସ୍ଥିତି ରହିଛି ଏବଂ ସାରା ବର୍ଷଟି କିପରି କଟିବ। ଭଲ ମନ୍ଦ ଦୁଃଖ ସୁଖ ସବୁବେଳେ ଲାଗିଛି, କିନ୍ତୁ ଗ୍ରହ ହିସାବରେ କେମିତି କଟିବ ତାକୁ ଆଲୋଚନା କରିବା। ଗ୍ରହସ୍ଥିତି ଦେଖିବା। କର୍କଟ ରାଶି, ଏକାଦଶରେ ବୃହସ୍ପତି, ତୃତୀୟରେ କେତୁ, ପଞ୍ଚମରେ ବୁଧ, ଷଷ୍ଠରେ ରବି, ସପ୍ତମରେ ଚନ୍ଦ୍ର, ଅଷ୍ଟମରେ ଶନି ଶୁକ୍ର, ନବମରେ ରାହୁ। ଏହିପରି ଭାବରେ ବିଦ୍ୟମାନ ରହିଛି କୋଷ୍ଠୀଟି। ଯେତେବେଳେ 15 ମେ ପରେ ବୃହସ୍ପତି ଆସିବେ ଦ୍ୱାଦଶକୁ, ବର୍ତ୍ତମାନକୁ ରାହୁ ଯିବେ ଅଷ୍ଟମ କୁମ୍ଭକୁ, କେତୁ ଆସିବେ ଦ୍ୱିତୀୟ ସିଂହକୁ। ଏ ଯେଉଁ ଚଳନଟି ରହିଛି, ମୁଁ କହିବା କଥା କ'ଣ ନା, ଭାଇମାନେ ସବୁ ଆଗୁଆ ଜ୍ୟେଷ୍ଠଭାଇମାନେ ସବୁ କହିସାରିଲେଣି, କିଛି ଅସୁବିଧା ନାହିଁ, କହନ୍ତୁ ତାଙ୍କର ସେ କହିଲେ, ମୋତେ ଟିକେ ଭଲ ଲାଗେନି। ଯେତେବେଳେ ଯେଉଁ ଜିନିଷ ହେବାକୁ ଥିବ ତାକୁ କଲେ ତା'ର ମୂଲ୍ୟ ଅଲଗା, କିନ୍ତୁ ରାହୁ ଚଳେଇବେ 18 ମେରେ, ଆମେ ଇଆଡ଼କୁ କହିଦେବା, ସେ ଲାଭ କିଛି ନାହିଁ, ସେ କଥା ମୂଲ୍ୟ କିଛି ନାହିଁ। ଯେତେବେଳେ ରାହୁ ଚଳନ ହେବ ସେ କଥା ସେତେବେଳେ କୁହାହେବ, ଯେତେବେଳେ ଭୋକ ହେବ ସେତେବେଳେ ଖାଇବା। ତେଣୁ ଦେଖିବା ଯେ ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ବୃହସ୍ପତି ଏକାଦଶରେ ଅଛନ୍ତି। ଏ ବର୍ଷ 2024 ମସିହାରେ କର୍କଟ ରାଶିରେ ମଧ୍ୟମ ଫଳ ପାଇଛନ୍ତି, ମଧ୍ୟମ ଫଳ ପାଇଛନ୍ତି। ଯେହେତୁ ବୃହସ୍ପତି ଏକାଦଶରେ ଅଛନ୍ତି, ଆୟ ହେଇଛି। ତାପରେ ଘର ଦ୍ୱାର ଭଲ ମନ୍ଦ ଯାହା ଯେଉଁଟା କରିବା କଥା ସେ ବି କିଛି ଅଂଶରେ ହେଇଛି। କିନ୍ତୁ 25 ମସିହାଟି ଯଦି ଆମେ ଦେଖିବା ଯେ ବୃହସ୍ପତି ଦ୍ୱାଦଶ ହେଇଯିବେ, ତାଙ୍କର ଦୃଷ୍ଟି ରହୁଛି ବର୍ତ୍ତମାନକୁ ଭାତୃସ୍ଥାନକୁ। ଏ ବର୍ଷ ଭାଇ ସହିତ କଳହ, ଭାତୃ ବିବାଦ, ବର୍ତ୍ତମାନକୁ ଆମର ଗୋଟେ ସାଙ୍ଗ ସହିତ ବିରୋଧ। ତାପରେ ଆମର ଆସିଲା ଭାଗ୍ୟସ୍ଥାନ, ନବମରେ ରାହୁ ଏଇନେ ଅଛନ୍ତି। ନବମ ରାହୁ ଟିକେ ବିଧର୍ମୀ, ସେତେ ଭଲ ନୁହଁ, କୌଣସି କଥା ମାନିବେନି, ବିଧର୍ମୀ। ଅଷ୍ଟମରେ ଶନି ଶୁକ୍ର, ବିଶେଷ କରି ଆମର ଯେହେତୁ ସବୁ ଗଣ୍ଠି ଜଏଣ୍ଟ, ସ୍ତ୍ରୀ ଲୋକ ହୁଅନ୍ତୁ ପୁରୁଷ ଲୋକ ହୁଅନ୍ତୁ, ସବୁ ଜଏଣ୍ଟ ପେନ୍ ବେଶୀ ରହିବ, ପେଟ ଏବଂ ମୁଣ୍ଡ। 24 ମସିହାଟି ଏଇଭଳିଆ ହିସାବରେ କଟିଯାଇଛି ବହୁତ କଷ୍ଟରେ। ତାପରେ ଆର୍ଥିକ ସ୍ଥିତି ମଧ୍ୟମ ରହିବ। ଜାନୁଆରୀ ଅଗଷ୍ଟ, ଏ 2 ମାସ, ଜାନୁଆରୀ ଅଗଷ୍ଟ ମାର୍ଚ୍ଚ, ଏ 3 ମାସେ ସ୍ୱାସ୍ଥ୍ୟଗତ ସମସ୍ୟା ରହିବ, ଥଣ୍ଡାଜନିତ ବାଧା ରହିବ। ତାପରେ ଆଣ୍ଠୁଗଣ୍ଠି ପୀଡ଼ା ବି ରହିବ। ଯେତେବେଳେ ଶନି ନବମକୁ ଯିବେ ସେତେବେଳେ ଟିକେ ଆଣ୍ଠୁଗଣ୍ଠି କମିବ, 30 ମାର୍ଚ୍ଚ ପରେ ସେତେବେଳେ କମିବ। ବର୍ତ୍ତମାନ ଆର୍ଥିକ ସ୍ଥିତି ଉତ୍ତମ ରହିବ 25ରେ, କିଛି ଅସୁବିଧା ନାହିଁ। ଜମି କିଣାବିକା ଯୋଗ ବି ରହିଛି। ଆମର ମାର୍ଚ୍ଚରୁ ସେପ୍ଟେମ୍ବର ଏ ମଧ୍ୟରେ ଆପଣମାନେ ବହୁତ ସୁଫଳ ପାଇବେ। ସନ୍ତାନ ପ୍ରାପ୍ତି ଯୋଗ ବି ରହିଛି, କିଛି ଅସୁବିଧା ନାହିଁ। ସନ୍ତାନ ପ୍ରାପ୍ତି ଯୋଗ ରହିଛି। ଯେଉଁମାନେ ସବୁ ନବବଧୂ ବିବାହ ରହିଛି, ସନ୍ତାନ ହେଇନି, ଆଶା କରୁଛନ୍ତି କେମିତି ସନ୍ତାନ ଆମର ହେବ, ନିଶ୍ଚୟ 25 ମସିହାରେ ପ୍ରାପ୍ତ ହେଉଛି। ଏବଂ ଯେହେତୁ ତୃତୀୟକୁ ରାହୁ ଯିବେ, ଟିକେ ଭାତୃ ବିରୋଧୀ ହେଇପାରନ୍ତି 25 ମସିହାରେ। ଅଣ୍ଟା ପେଟ ପିଠି ଟିକେ ସମସ୍ୟା ରହିପାରେ, କିନ୍ତୁ 24 ମସିହାରେ ଯେଉଁ କଷ୍ଟ ଆପଣମାନେ ଭୋଗିଛନ୍ତି କର୍କଟ ରାଶିବାଲା, 7-4, 8-4, 9-4, 25 ମସିହାରେ ସେସବୁ ରହିବ ନାହିଁ ବୋଲି ପୂର୍ଣ୍ଣ ବିଶ୍ୱାସ। କାରଣ ଗ୍ରହସ୍ଥିତି ଅନୁସାରେ କଥା କୁହାଯିବ, ମନକୁ କିଏ କହିବେନି। ଏହି ହିସାବରେ ରହିଛି କଥା। କର୍କଟ ରାଶିର ପ୍ରାୟ 100କେ 75% ଫଳ ଶୁଭ ଆସୁଛି 2025 ମସିହା। ତେଣୁକରି ପୁଣି ଆଜ୍ଞା ପରବର୍ତ୍ତୀ ରାଶି ଦେଖିବା।